ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା 7 ଜିଲ୍ଲାକୁ ବର୍ଷାର ଆଲର୍ଟ ଅବପାତ ପ୍ରଭାବ ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା 20 ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଉତ୍ତର ଆନ୍ଧ୍ର ଉପକୂଳ ପାଖରେ ଅଛି। ଆଜି ମଧ୍ୟାହ୍ନ ସୁଦ୍ଧା ଏହା ଗୋପାଳପୁର ନିକଟସ୍ଥ ସ୍ଥଳଭାଗରେ ପ୍ରବେଶ କରିପାରେ। ପାଣିପାଗ ବିଭାଗ ଆକଳନ କଲା ଯେ ରାଜ୍ୟରେ ବର୍ତ୍ତମାନ ବର୍ଷା ପାଣିପାଗ ଲାଗି ରହିବ। ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ। ପ୍ରାୟତଃ ପ୍ରତିଦିନ ଅନେକ ସ୍ଥାନରେ ବର୍ଷା ହୋଇପାରେ। ମଙ୍ଗଳବାର ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ ନବରଙ୍ଗପୁର ନୂଆପଡ଼ା କଳାହାଣ୍ଡି କୋରାପୁଟ ମାଲକାନଗିରି ବଲାଙ୍ଗୀର ରାୟଗଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ବିଭିନ୍ନ ଜିଲ୍ଲାରେ କୁଳକୁଳି ସହ ଅସରା ଲେଖାଏଁ ବର୍ଷା ହୋଇପାରେ। 20 ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ଅଶାନ୍ତ ରହିବ। 45 ରୁ 55 କିଲୋମିଟର ବେଗରେ ପବନ ସହ ମଝିରେ ମଝିରେ ପବନ ଝଟକା 65କୁ ଛୁଇଁପାରେ ବୋଲି ସୂଚନା ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଳରେ ହୋଇ ପଡ଼ିଛି। ଜିଲ୍ଲାର ଫଟୁର କାଙ୍ଗୁରକଣ୍ଡା ଓ କାଲିମେଲା ଅନ୍ୟ ପୋଳ ଉପରେ ପାଣି ଚାଲିଥିଲା ବେଳେ ମାଲକାନଗିରି ପଟୁ ଜାତୀୟ ସ୍ତର ରାଜପଥରେ ଯାନବାହନ ଅଟକି ରହିଥିବା ବେଳେ ପଟୁ କାଲିମେଲା ପଡ଼ିଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ସ୍ଥାନରେ ପୋଳଗୁଡ଼ିକ ପାଣିରେ ବୁଡ଼ିଥିବାରୁ ଯାତ୍ରୀବାହୀ ବସ୍ ସହ ଅନେକ ଯାନବାହନ ଉଭୟ ପାର୍ଶ୍ୱରେ ଅଟକି ରହିଥିବା ବେଳେ ଦେଖିବାକୁ ମିଳିଛି। ସୁକୁମା ରାସ୍ତାରେ ଚଲାଣଗୁଡ଼ିକ ପୋଲ ବନ୍ୟା ଜଳରେ ବୁଡ଼ି ଯାଇଥିବାରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସାବେରୀ ସିଲେରୀ ଓ ତମସା ପାଙ୍ଗମ ଓ ସପ୍ତଧାରା ଆଦି ନଦୀ ନାଳ ଏବଂ ସତୀଗୁଡ଼ା ଓ ବାଲିମେଲା ଡ୍ୟାମ୍ରେ ଜଳସ୍ତର ବଢ଼ିବାରେ ଲାଗିଛି। ବନ୍ୟା ମୁକାବିଲା ପାଇଁ ପ୍ରଶାସନଙ୍କ ତରଫରୁ ସମସ୍ତ ପଞ୍ଚାୟତ ବ୍ଲକ କ୍ଷେତ୍ର କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ସମସ୍ତ ତଳି ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଭାବରେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତିରେ ବର୍ଷା ପ୍ରକଳ୍ପ ସାମାନ୍ୟ କମିଥିବା ପରିଲକ୍ଷିତ ହୋଇଛି। କୋରାପୁଟ ଜଞ୍ଜାବତୀ ନଦୀରେ ଭାସିଯାଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଲକ୍ଷ୍ମୀପୁର ବ୍ଲକ ବାଖିରିଗୁମା ଓ ଥାନା ତଳମେଟି ଓ ରାସ୍ତାରେ ପାହାଡ଼ରୁ ଅତଡ଼ା ଓ ଦୋଷୀ ରାସ୍ତାରେ ଅବରୋଧ ହୋଇଛି। ଉଭୟ ରାସ୍ତାରେ ଯାତାୟାତ ଅଟକି ଯାଇଛି ଓ ଉଭୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବୈପାରୀଗୁଡ଼ା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତର ବନ୍ୟା ପରିସ୍ଥିତି ଉପଜିଲା ଏକ ପୋଳ ଭାଙ୍ଗିଯିବା ସହ 3ଟି ଗ୍ରାମର ଲୋକ ଗମନାଗମନ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ପାଣି ଚାଲିଯାଇଛି। ସୂଚନା ଅନୁସାରେ 24 ଘଣ୍ଟାରେ ସକାଳ 8:30 ସୁଦ୍ଧା କୋଟପାଡ଼ 130 ମିଲିମିଟର ଓ ମାଲକାନଗିରି 110 କୁରୁଣ୍ଡାରେ 90 ଓ ପାତ୍ରାପୁରରେ 90 ଓ ଖସାକୁମୁଣ୍ଡାରେ 80 ଓ କନ୍ଧମାଳରେ 70 ପୁରୁଷୋତ୍ତମପୁରରେ 70 ଓ ଗୋସାଣୀରେ 70 ଓ ପଳସରାରେ 70 ଚିତ୍ରକୋଣ୍ଡାରେ 70 ଓ ଦରାକୋଟରେ 60 ଇଞ୍ଜିଲିରେ 60 ମାତିଲିରୁ 60 ପଡ଼ିଆରେ ଏବଂ 60 ଓଳଗାରେ 60 ଓ ବରିଗୁମାରେ 50 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସକାଳୁ ସନ୍ଧ୍ୟା 5:30 ଭିତରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଥିବାର ପାରଳାଖେମୁଣ୍ଡି 50ରୁ କୋରାପୁଟ 64 ନବରଙ୍ଗପୁର 33 ମିଲିମିଟର ବର୍ଷା ହୋଇଛି। ବହୁ ସ୍ଥାନରେ ହାଲୁକା ମଧ୍ୟମର ଝିପିଝିପି ବର୍ଷା ହୋଇଛି। ବର୍ଷା ସର୍ବତ ଏବେ ବି 8ଟି ଜିଲ୍ଲାକୁ ନିୟନ୍ତ୍ରିତ ସ୍ଥିତି ରହିଛି। ଗଜପତିରେ 34 ରାୟଗଡ଼ାରେ 32 ଏବଂ କଳାହାଣ୍ଡିରେ 30 ପୁରୀରେ 28 ବଲାଙ୍ଗୀରରେ 27 ନବରଙ୍ଗପୁରରେ 21 ଓ ଯାଜପୁରରେ 21 ଖୋର୍ଦ୍ଧାରେ 21 ବର୍ଷା କମ୍ ହୋଇଛି ବୋଲି ସୂଚନା ଦିଆଯାଇଛି।